ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ସର୍ବମୋଟ ଆପଣ ଦେଖିପାରୁଥିବେ 1 ଲକ୍ଷରୁ ଅଧିକ ଭେକେନ୍ସି ପାଇଁ ଆପଣଙ୍କର ପିଏମ୍ ଇଣ୍ଟର୍ନସିପ୍ର ଆପଣଙ୍କର ସ୍କିମ୍ ଆସିଛି। ଫାଷ୍ଟ ଅଫ୍ ଅଲ୍ କହିବା ପାଇଁ ଚାହିଁବି, ଆପଣମାନେ ଭାବୁଥିବେ ଯେ ଏହା ଚାକିରି ଅଟେ। ନାଇଁ, ଏହା ଚାକିରି ନୁହେଁ। ଏହା ଗୋଟିଏ ଆପଣଙ୍କର ଇଣ୍ଟର୍ନସିପ୍ ଆପଣଙ୍କର ଅଟେ। ଇଣ୍ଟର୍ନସିପ୍ର ଅର୍ଥ କ'ଣ? ନା ଆପଣଙ୍କୁ ଟ୍ରେନିଂ ଦିଆଯିବ। ଆପଣମାନେ ଶିଖିବେ ଭାରତର ଟପ୍ ମୋଷ୍ଟ 500ଟି ଆପଣଙ୍କର କମ୍ପାନୀରେ ଆପଣଙ୍କର ଇଚ୍ଛା ଯୋଉ ଫିଲ୍ଡରେ ଆପଣ ଚାହୁଁଛନ୍ତି, ବ୍ୟାଙ୍କରେ ଚାହୁଁଛନ୍ତି, ଷ୍ଟିଲ୍ କମ୍ପାନୀରେ, ଯେତେ ବଡ଼ ବଡ଼ କମ୍ପାନୀ ଆପଣଙ୍କର ରହିଛି, ରିଲାଏନ୍ସ, ଟିସିଏସ୍, ଏଚଡିଏଫସି, ଇନଫୋସିସ୍, ଏନଟିପିସି, ଟାଟା ଷ୍ଟିଲ୍, ଯୋଉଠି ଆପଣ ଚାହୁଁଛନ୍ତି ସେଇ ଜାଗାରେ ଆପଣ କରିପାରିବେ। ଏବଂ ତାହାର ଲାଷ୍ଟ ଡେଟ୍ ଆପଣଙ୍କ ପାଇଁ ବଢ଼େଇ ଦିଆଯାଇଛି। ବର୍ତ୍ତମାନ 15 ନଭେମ୍ବର କରିଦିଆଯାଇଛି, ମାନେ ଆସନ୍ତାକାଲି ଆପଣଙ୍କର ଲାଷ୍ଟ ଡେଟ୍ ରହିଛି। ୟାର ଖାଲି ଗୋଟେ ମାତ୍ର କଣ୍ଡିସନ ରହୁଛି ଏଇଆ ଯେ ଯଦି ଆପଣଙ୍କର ବୟସ 21 ବର୍ଷରୁ 24 ବର୍ଷ ଭିତରେ ଅଛି, 21 ବର୍ଷରୁ 24 ବର୍ଷ ଭିତରେ, ତେବେ ହିଁ ଆପଣ ଏଇ ଇଣ୍ଟର୍ନସିପ୍ କରିପାରିବେ। ଏଥିରେ ସାର୍ ଟ୍ରେନିଂରେ ନେଲେ ଆମର କ'ଣ ଫାଇଦା? ଟ୍ରେନିଂ ନେଲେ ଆପଣଙ୍କୁ ଖାଇବା ପିଇବା ରହିବା ତ ଆପଣଙ୍କୁ ମିଳିବ, ତା ସହିତ ମାସକୁ ଆପଣଙ୍କୁ 5,000 ଟଙ୍କା ଲେଖାଏଁ ମିଳିବ। ଗୋଟେ ବର୍ଷରେ 12 ମାସ ତ ଆପଣଙ୍କର 60,000 ଟଙ୍କା ଆପଣଙ୍କର ମିଳିବ। ତା ସହିତ ଏଠି ଏକ୍ସଟ୍ରା ଆପଣଙ୍କୁ 6,000 ଟଙ୍କା ଆପଣଙ୍କର ମିଳିବ ଏକ୍ସଟ୍ରା। ଠିକ୍ ଅଛି। ଏବଂ ଗୋଟେ ବର୍ଷ ମଧ୍ୟରେ ଆପଣ ଯେଉଁ ଏକ୍ସପେରିଏନ୍ସ ଗେନ୍ କରିବେ ବା ଆପଣ ଦକ୍ଷତା ହାସଲ କରିବେ, ସେଟା ଆଗାମୀ ଦିନରେ ଆପଣଙ୍କୁ ହେଲ୍ପ କରିବ ଚାକିରିରେ। ଆପଣ କେବେ ସାର୍ କ'ଣ ଗଭର୍ଣ୍ଣମେଣ୍ଟ ଚାକିରି ହେଲ୍ପ କରିବ? ନାଇଁ, ଏଗୁଡ଼ା ତ ଗଭର୍ଣ୍ଣମେଣ୍ଟ ଚାକିରି ନୁହେଁ। ଏଗୁଡ଼ା ହେଉଛି ଭାରତର ଟପ୍ ମୋଷ୍ଟ ବଡ଼ ବଡ଼ କମ୍ପାନୀ ଗୁଡ଼ା ପ୍ରାଇଭେଟ୍ ଚାକିରି ଆପଣଙ୍କୁ ହେଲ୍ପ କରିବ। ଏଇସବୁ ଯେଉଁ କମ୍ପାନୀ ମାନଙ୍କରେ ଯେତେବେଳେ କୌଣସି ବି ଅପକମିଂ ଭେକେନ୍ସି ବାହାରିବ, ସେଇ ସମୟରେ ଆପଣଙ୍କର କିଛି ନା କିଛି ପ୍ରାୟୋରିଟିଜ୍ ଆପଣଙ୍କୁ ଦିଆଯିବ। ତେଣୁକରି ଯଦି ଆପଣଙ୍କର ବୟସ 21ରୁ 34 ବର୍ଷ ଭିତରେ ଆପଣଙ୍କ ରହିଛି, କାଇଣ୍ଡଲି 21ରୁ 24 ବର୍ଷ ଭିତରେ ଆପଣଙ୍କ ରହିଛି, କାଇଣ୍ଡଲି ସବୁ ସାଙ୍ଗମାନଙ୍କୁ ଆପଣ ଲାଇକ୍ ଆଉ ସେୟାର କରିକି ଜଣେଇ ଦିଅନ୍ତୁ ଏବଂ କହିଦିଅନ୍ତୁ ଯେ ଆସନ୍ତା କାଲି ଆପଣଙ୍କର ଲାଷ୍ଟ ଡେଟ୍ ରହିଛି ଆପ୍ଲାଏ କରିବା ପାଇଁ। 15 ନଭେମ୍ବର ଡେଟ୍ ବଢ଼େଇ ଦିଆହେଇଛି, କାଇଣ୍ଡଲି ଆପ୍ଲାଏ କରିବା ପାଇଁ। ଠିକ୍ ଅଛି। ଏହାର ଅଫିସିଆଲ ୱେବସାଇଟ୍ ହେଉଛି pminternship.mca.gov.in। ଯେମିତି ଆପଣ ଅଫିସିଆଲ ୱେବସାଇଟ୍କୁ ଯିବେ, ଆପଣ ନିଜେ ବି ଚେକ୍ କରିପାରିବେ। ସମସ୍ତଙ୍କ ପାଇଁ ଚାକିରି ଅଛି। ଟିକେ ଟିକେ ତଳକୁ ତଳକୁ ଯିବେ, ଟିକେ ତଳକୁ ତଳକୁ ଆପଣ ଗଲା ପରେ ଦେଖିପାରିବେ, ଏଇଠି ଦେଖନ୍ତୁ ଆପଣଙ୍କର ଅପସନ୍, ଏଥିରେ କ୍ୱାଲିଫିକେସନ୍ କ୍ଲିକ୍ କଲେ 10th ଗ୍ରାଜୁଏସନ୍ ପାସ୍ ପିଲାମାନଙ୍କ ପାଇଁ 35,000ଟି ଭେକେନ୍ସି, 10th ପାଇଁ 31,000, ITI ପିଲାଙ୍କ ପାଇଁ 30,000 ଭେକେନ୍ସି, ଡିପ୍ଲୋମା ପିଲାଙ୍କ ପାଇଁ 21,000, +2 ପିଲାଙ୍କ ପାଇଁ 8,826ଟି। ତେଣୁକରି ଆପଣମାନେ କାଇଣ୍ଡଲି ଆପ୍ଲାଏ କରନ୍ତୁ। ସବୁ ରାଜ୍ୟ ପାଇଁ ଭେକେନ୍ସି ଆପଣଙ୍କର ପୁରା ଅଲଗା ଅଲଗା। ଆପଣ ଯେଉଁ ରାଜ୍ୟରେ ଚାହିଁବେ ସେଇ ରାଜ୍ୟ ପାଇଁ ଆପଣଙ୍କର ସେ ରାଜ୍ୟରେ ଆପଣ କରିପାରିବେ। ଆମ ଓଡ଼ିଶାରେ ଦେଖନ୍ତୁ, ଆମ ଓଡ଼ିଶାରେ ମଧ୍ୟ ଆପଣଙ୍କର ଓଡ଼ିଶାରେ, ଠିକ୍ ଅଛି, ଓଡ଼ିଶାରେ ଯଦି ଆପଣ ଦେଖିବେ ନା, ଓଡ଼ିଶାରେ ମଧ୍ୟ ଆମର ରହିଛି। ଦେଖିଦେବା ପାଇଁ ଚାହିଁବି ଆପଣଙ୍କୁ ମୁଁ। ଓଡ଼ିଶାରେ ଦେଖନ୍ତୁ, ଓଡ଼ିଶାରେ ଦେଖିପାରୁଛନ୍ତି, ଓଡ଼ିଶାରେ ଆମର 5,000 ଆପଣଙ୍କର 216 ଗୋଟି ଆପଣଙ୍କର ଭେକେନ୍ସି ରହିଛି ଓଡ଼ିଶାରେ। ଠିକ୍ ଅଛି। ଯୋଉଠି ହେଲେ ବି ଆପଣଙ୍କୁ ମିଳିଯିବ। ତ ଆପଣ ସିମ୍ପଲି ଏଇ ଯେଉଁ pminternship.mca.gov.in କୁ ଯାଆନ୍ତୁ। ଆଉ ଯେଉଁ ଲେଖା ହେଇନି କି ୟୁଥ୍ ରେଜିଷ୍ଟ୍ରେସନ୍, ୟା ଉପରେ କ୍ଲିକ୍ କରିକି ଆପଣ ରେଜିଷ୍ଟ୍ରେସନ୍ କରନ୍ତୁ ଏବଂ ଆପ୍ଲାଏ କରିଦିଅନ୍ତୁ। ଯଦି ଆପଣ ଇଣ୍ଟରେଷ୍ଟେଡ୍, ଆଉ ଯଦି ଆପଣଙ୍କର ପ୍ରାଇଭେଟ୍ ଜବ୍ ପ୍ରତି ଆଗ୍ରହ ହିଁ ନାହିଁ, ଏଟଲିଷ୍ଟ କମ୍ପାନୀ ଗୁଡ଼ା ଦେଖିଦିଅନ୍ତୁ ନା। ଏଇ ୱେବସାଇଟ୍କୁ ଆସିଲା ପରେ ଯେଉଁ ପାର୍ଟନର କମ୍ପାନିଜ୍ ଲେଖା ହେଇଛି ଏଇଠି, ୟା ଉପରେ କ୍ଲିକ୍ କରିକି ଏଟଲିଷ୍ଟ କମ୍ପାନିଜ୍ ଗୁଡ଼ାକୁ ଦେଖନ୍ତୁ, ଘରେ ଡିସ୍କସନ୍ କରନ୍ତୁ ଆଉ କୁହନ୍ତୁ ଯେ ଆପଣ ନହେଲେ ଅଧାରୁ ଛାଡ଼ିଦେବେ, କେଉଁ ଅସୁବିଧା ଅଛି କି? ଆପଣ ଯଦି କରିବା ପାଇଁ ଚାହୁଁଛନ୍ତି କରନ୍ତୁ। ଠିକ୍ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।